ବାଲିଯାତ୍ରା ଉପରେ ଟପିକ ମୋର ଅଛି। ମୋ ପୁଅକୁ 3 ବର୍ଷ, ମୋ ସ୍ତ୍ରୀ ଆମେ ମିଶିକି କଟକ ବାଲିଯାତ୍ରା ପାଇଁ ବାହାରିଥିଲୁ। କଟକ ବାଲିଯାତ୍ରା ଯାଉ ଯାଉ ଯିବା ପୂର୍ବରୁ ସ୍ତ୍ରୀ କହିଲା ମୋର କହିଲା ଶୁଣିଛ ତମ ହାଇଟ୍ ମୋ ହାଇଟ୍ ମିଶିବନି। ତାହେଲେ କହିଲି କ'ଣ କରିବା ନା ତମ ହାଇଟ୍ଟା ଯେତିକି ଅଛି ମୋଠୁ ମୋ ହାଇଟ୍ଟା ବହୁତ କମ୍ ଅଛି, ତମ ମୋ ପାଇଁ ହାଇ ହିଲ୍ କିଣିବ। ଯାହାଫଳରେ କି ଆମେ ସମସ୍ତେ ମିଶି କଟକ ବାଲିଯାତ୍ରା ବୁଲିବୁ। ସମସ୍ତେ କହିବେ ଆମ ଯୋଡ଼ିକୁ ନମ୍ବର 1। ମୁଁ କହିଲି ଆଚ୍ଛା ହଉ। ପୁଅ କହିଲା ବାବା ତମେ ଯଦି ମୋ ପାଇଁ ଲଲିପପ୍ ନ ଆଣିଦବ ମୁଁ କଟକ ବାଲିଯାତ୍ରା ଯିବି। କହିଲି ଆଚ୍ଛା ହଉ ତୋ ପାଇଁ ବି ମୁଁ ଲଲିପପ୍। ଘରେ ଆଜ୍ଞା ସମସ୍ତଙ୍କ ଘର କଥା କହୁଛି, ମୋ ଘର କଥା କହୁନି। ସମସ୍ତଙ୍କ ଘରେ ଅଛି ଯଦି ରାମବାବୁ ସ୍ତ୍ରୀ ଗୋଟେ ଇମିଟେସନ ଚେନ୍ କିଣି କହିବ ସୁନା ଚେନ୍, ତେବେ ସ୍ୱାମୀ ପ୍ୟାକେଟରେ ପଇସା ଥାଉ କି ନଥାଉ ସ୍ତ୍ରୀ ଜିଦି କରେ ସ୍ୱାମୀକି ମୋ ପାଇଁ ଗୋଟେ ଚେନ୍ ଆଣିବ। ସେମିତି ଆଜ୍ଞା ସ୍ତ୍ରୀର ଜାତିର କଥା କିଏ ବା କହିବ। ମୋ ସ୍ତ୍ରୀ ତ ଜିଦି କରିଛି ହାଇ ହିଲ୍ କିଣିବ। ଆଜ୍ଞା କଟକ ବାଲିଯାତ୍ରା ଯାଉ ଯାଉ ସ୍ତ୍ରୀ କହିଛି ତମେ କହୁଥିଲ ମୋ ପାଇଁ ହାଇ ହିଲ୍ ଗୋଟେ ଆଗକୁ ଚାଲ ନିଶ୍ଚିତ ଆଣିଦେବି। ପୁଅ କହିଲା ବାବା ତମ ପାଇଁ ଲଲିପପ୍ କହିଥିଲ କାହିଁ ଆଣିଲନି? କହିଲେ ଆଚ୍ଛା ବାବା ତୋ ପାଇଁ ନିଶ୍ଚିତ ଆଣିଦେବି। ଦୋକାନ ପାଖ ଦୋକାନରୁ ଲଲିପପ୍ ଟେ କିଣି ଆଣି ପୁଅକୁ ହାତରେ ଧରି ଦେଇଛି। ସେଇ ସମୟରେ ଲଲିପପ୍ ଟା ତଳେ ଗଳି ପଡ଼ିଲା। ପୁଅର ମୋର ଉଠେଇବାକୁ ଚାହୁଁଛି। ମୁଁ କହିଲି ବାବା ତଳେ ପଡ଼ିଥିବା ଜିନିଷ ଅଦରକାରୀ। ମହାତ୍ମା ଗାନ୍ଧୀ କହିଛନ୍ତି ସ୍ୱଚ୍ଛ ଭାରତ କର, ଯେକୌଣସି ତଳେ ପଡ଼ିଥିବା ଜିନିଷକୁ ଡଷ୍ଟବିନ୍। କମ୍ପ୍ୟୁଟର ମାଇଣ୍ଡ ସେଟ୍ କରିଦେଲା ବାବା କହିଛନ୍ତି ତଳେ ପଡ଼ିଥିବା ଜିନିଷ ଅଦରକାରୀ, ସେଇ ଜିନିଷକୁ ଆମେ ନେଇ ଡଷ୍ଟବିନ୍ ପକାଇବା। ତୁମର କମ୍ପ୍ୟୁଟର ମାଇଣ୍ଡ ସେଟ୍ କରିଦେଇଛି। ଆଗକୁ ଗଲା ସ୍ତ୍ରୀ କହିଲା ମୋ ପାଇଁ ହାଇ ହିଲ୍ କିଣିବ ନା କେବେ ଚାଲ କିଣିବ। ଆଜ୍ଞା ଗାଁ ସ୍ତ୍ରୀ ଲୋକ କଥା କିଣିବା କରେ ପାରାଗନ ଯୋଜନା ତାର ଜୀବନ। ସ୍ତ୍ରୀ ଘରେ ଘର ପାରାଗନ ଜୋତା ପିନ୍ଧିବା ଅଭ୍ୟାସ, ସେ କି ହାଇ ହିଲ୍ ପିନ୍ଧିବ। ଦର୍ଶକ କିଣିକି ଦେଇ ସାରିବା ପରେ ଠିକ ଠିକ ବାଲିରେ ଚାଲୁ ଚାଲୁ ଝୁଣ୍ଟି ତଳେ ପଡ଼ିଲା। ହାତ ଧରି ଉଠେଇଲା ବେଳକୁ ପୁଅ ମୋର କହୁଛି ବାବା ତଳେ ପଡ଼ିଥିବା ଜିନିଷ ଅଦରକାରୀ, ମମିକି ଡଷ୍ଟବିନ୍ ଫିଙ୍ଗିଦବା, ନୂଆ ମମିକି ମାର୍କେଟରେ ନେଇକି ଚାଲିଛି। ଆଜ୍ଞା କହିବା ତାତ୍ପର୍ଯ୍ୟ କି ଆଜିକାଲି ଇଣ୍ଟରନେଟ ଯୁଗ ହେଲାଣି। ସମସ୍ତ ପିଲାଙ୍କୁ ଆମେ ଏଇ ଶିକ୍ଷା ଦେବା ଯେ ନିଜେ ଜୀବନର ପ୍ରତ୍ୟେକ ଭାଷାକୁ ନେଇ ଯେବେ ବ୍ୟସ୍ତ ବହୁଳ ଜୀବନରେ ରହୁଛି ପିଲାକୁ ଆମେ ଖାଇବା ବେଳେ ମୋବାଇଲ ଧରାଇ ଦେଉଛୁ, ପାଠ ପଢ଼ା ବେଳେ ମୋବାଇଲ ଧରାଇ ଦେଉଛୁ। ମୋବାଇଲ ଠାରୁ ଦୂରେଇ ରୁହନ୍ତୁ, କାରଣ ସେଇ ପିଲା ହିଁ ଆପଣଙ୍କ ପାଇଁ ପ୍ରତିଦିନ ବର୍ଷ। ଚଳନ୍ତୁ ନେଇଯିବା ଏକ ସୁପର ଡୁପର ହିଟ୍ ଡ୍ୟାନ୍ସ ଭାଇମାନଙ୍କର ଫରୱାର୍ଡ ଡ୍ୟାନ୍ସ, ସେଇ ଭୋଜପୁରୀ ଡ୍ୟାନ୍ସ। ଚଳନ୍ତୁ।